କିଛି କଥା ଆପଣମାନଙ୍କୁ କହିବି। ଆପଣ ତ ଲେଖିଛନ୍ତି ରାମ କଥାମୃତ, ଯାହା କହୁଛେ ସେଇ ରାମଙ୍କ କଥାମୃତ ହିଁ କହୁଛି। କିନ୍ତୁ ମୋତେ ଟିକେ କହିବାକୁ ରାବଣ କଥା ଭଲ ଲାଗେ, ତେଣୁ ମୋତେ କହିଛନ୍ତି ରାମଙ୍କ ବିଷୟରେ କହିବା ପାଇଁ, ତେଣୁ ମୁଁ କହିବି ଆଉ। କିନ୍ତୁ କହିବି ଯେ ଇଏ କଥା ଘଣ୍ଟାଏ ଅଧଘଣ୍ଟା ଭିତରେ ହବନି। ରାବଣ ମଧ୍ୟ ଏତେ ସୁନ୍ଦର ଲୋକ ଥିଲା। ସିଏ ଜଣେ ଉତ୍ତମ ପରିବେଶବିତ୍ ଥିଲା, ପରିବେଶ ବିଜ୍ଞାନୀ। ସିଏ ନିଜ ରାଜପ୍ରାସାଦ ମଧ୍ୟରେ ସୁନ୍ଦର ଉଦ୍ୟାନ ତିଆରି କରିଥିଲା। ମଧୁବନ ବୋଲି ଗୋଟେ ନାଁ, ଜଙ୍ଗଲର ନାଁ ଥିଲା। ଅଶୋକ କାନନ ଥିଲା। ସିଏ ଜଣେ ଏଭଳି ବ୍ରାହ୍ମଣ ଥିଲେ, ଏତେ ସୁନ୍ଦର ଭାବରେ ସିଏ ମନ୍ତ୍ର ଉଚ୍ଚାରଣ କରିପାରୁଥିଲେ। ପ୍ରଭୁ ରାମ ଯେତେବେଳେ ରାମେଶ୍ୱର ଶିବଙ୍କୁ ପ୍ରତିଷ୍ଠା କଲେ, ରାବଣ ନିଜେ ରାବଣଙ୍କୁ ପୁରୋହିତ ଭାବରେ ସେ ନିମନ୍ତ୍ରଣ କରିଥିଲେ। ରାବଣ ମଧ୍ୟ ପ୍ରତିଷ୍ଠା କରିବାକୁ ଆସିଥିଲେ। ଏତେ ଭଦ୍ର ଲୋକଟିଏ ସେ ଥିଲା ଯେ ସେ ଆସିବା ପୂର୍ବରୁ ଭାବିଲା ସୀତା ତ ମୋ ପାଖରେ ଅଛନ୍ତି, ରାମ ମୋତେ ନିମନ୍ତ୍ରଣ କରିଛନ୍ତି, ବିନା ସୀତାରେ କେମିତି ମୁଁ ସେତୁ ବନ୍ଧ ପ୍ରତିଷ୍ଠା କରିବି। ତାର ରାମଙ୍କ ପ୍ରତି ଏତେ ବିଶ୍ୱାସ ଥିଲା। ଆମେ ଆଜି ରାମକୁ ଭକ୍ତି କରୁଛୁ ବୋଲି ଦାବି କରୁଛୁ, ରାବଣର କିଛି ଭକ୍ତି ବି କମ୍ ନଥିଲା। ତାର ଏତେ ରାମଙ୍କ ପ୍ରତି ଭକ୍ତି ଆଉ ବିଶ୍ୱାସ ଥିଲା। ତାର ଯୋଉ ପୁଷ୍ପକ ଯାନରେ ସେ ଆସିଲା, ସୀତାଙ୍କୁ ସାଙ୍ଗରେ ନେଇକରି ଆସିଲା। ସମସ୍ତେ ଭାବିଲେ ଇଏ ବୋଧେ ସୀତାଙ୍କୁ ଏଇଠି ଛାଡ଼ି ଦେଇକି ଯିବ। ଆଉ ପ୍ରତିଷ୍ଠା ସରିଲା। ପ୍ରତିଷ୍ଠା ସରିଗଲା ପରେ ପ୍ରଭୁ ରାମ ମର୍ଯ୍ୟାଦା ପୁରୁଷୋତ୍ତମ, ଦେଖନ୍ତୁ ଆମ ପୁରୁଷୋତ୍ତମ କିଏ? ଜଗନ୍ନାଥ। ସର୍ବରହସ୍ୟ ପୁରୁଷୋତ୍ତମସ୍ୟ ଦେବନ ଜାନାତି କୃତ ମନୁଷ୍ୟ କ୍ଷେତ୍ରାଣାଂ ସର୍ବକ୍ଷେତ୍ରାଣାଂ ରାଧାଶ୍ରୀ ପୁରୁଷୋତ୍ତମ ଦେବାନାଂ ସର୍ବଦେବାନାଂ ରାଧାଶ୍ରୀ ପୁରୁଷ। ଗୀତାର 15 ଅଧ୍ୟାୟ ହେଉଛି ପୁରୁଷୋତ୍ତମ ଯୋଗ। এই পুরুষোত্তମ ଯେତେବେଳେ ରାମଙ୍କ ରୂପରେ ଆବିର୍ଭାବ ହୋଇଥିଲେ, ତାଙ୍କୁ କୁହାଯାଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ। କୃଷ୍ଣଙ୍କୁ କୁହାଯାଏ ଲୀଳା ପୁରୁଷୋତ୍ତମ। ମହାପ୍ରଭୁ ଚୈତନ୍ୟାଦି ମହାପୁରୁଷ ମାନ ଯୁଗ ପୁରୁଷୋତ୍ତମ ବୋଲି କୁହନ୍ତି। ତେବେ ସଜ୍ଜନ, ରାମ ସୀତାଙ୍କୁ ଦେଖିଲେ, ରାମଙ୍କ ପାଖରେ ସୀତା ବସିଲେ। ଆପଣ ଦେଖନ୍ତୁ, ଇଏ ହେଉଛି ରାମାୟଣ। ରାମଙ୍କ ପାଖରେ ସୀତା ବସିଲେ, ସୀତା ଗୋଟେ ଜାଗାରେ ବସିଲେ, ରାମ ଆଉ ଗୋଟେ ଜାଗାରେ ବସିଲା। ସୀତାରାମ ଏକାଠି ବସିଲେ, କୁଶବଟୁ ଗ୍ରହଣ କଲେ। ରାବଣ ସଂକଳ୍ପ କଲେ। ରାବଣ କ'ଣ ସଂକଳ୍ପ କଲେ? ଯେ ଯଜମାନର ହିତ
କାମନା କଲେ। ଯଜମାନ କିଏ? ରାମ। ରାମଙ୍କର କାମନା କ'ଣ? ସେତୁ ବନ୍ଧ ପ୍ରତିଷ୍ଠା ହେବ, ସୀତାଙ୍କୁ ଉଦ୍ଧାର କରିବେ। ସେଇ ମନ୍ତ୍ରଟି ରାବଣ ଉଚ୍ଚାରଣ କଲା। ଯେତେବେଳେ ଯଜ୍ଞ ସରିଗଲା, ପ୍ରଭୁ ରାମ ରାବଣଙ୍କୁ ପଚାରୁଛନ୍ତି, ଆପଣଙ୍କୁ ଦକ୍ଷିଣା କ'ଣ ଦେବି? ଆପଣ ତ ଲଙ୍କେଶ, ଆପଣଙ୍କର କିଛି ଅଭାବ ନାହିଁ। ଯେହେତୁ ମୁଁ ଯଜମାନ ରୂପରେ ଆପଣଙ୍କୁ ନିମନ୍ତ୍ରଣ କରିଛି, ଦକ୍ଷିଣା କ'ଣ ଦେବି? ରାମଙ୍କର ଯେଉଁମାନେ ଥିଲେ ଗଣ ବା ତାଙ୍କର ସେ ଯେଉଁ ସବୁ ଥିଲେ ସୈନ୍ୟ ସାମନ୍ତ, ସେ ସବୁ ମାନେ ପୁରା ଜାଗ୍ରତ ହେଇଗଲେ। କାଳେ ରାବଣ କହିବ କି ମୋ ଦକ୍ଷିଣା ହେଉଛି ସୀତା। ଯଦି କହିଲା ତାହେଲେ ଏଇ ତ ରାମ ରାବଣ ଯୁଦ୍ଧ ହବ। ରାମ କହିଲେ, ହେ ଦଶାନନ, ତୁମେ କ'ଣ ମାଗୁଛ? କ'ଣ ତମର ପ୍ରୟୋଜନ? ହାତ ଯୋଡ଼ିକିରି ରାବଣ କହୁଛି, ହେ ଆର୍ଯ୍ୟପୁତ୍ର ଦଶରଥ ନନ୍ଦନ, ରଘୁବଂଶର କୁଳ ପ୍ରଦୀପ, ମୁଁ ଜାଣିଛି ତମେ କାହିଁକି ଜଙ୍ଗଲକୁ ଆସିଛ। ମୁଁ ଆସିଛି ସେତୁବନ୍ଧ ପ୍ରତିଷ୍ଠା ପାଇଁ। ମୋର ଦକ୍ଷିଣା ଅର୍ଥ ନୁହେଁ, ମୁଁ ସୁନାର ଲଙ୍କା ଗଢ଼ିଛି, ମାନେ ସୁବର୍ଣ୍ଣ ଭଳି ଲଙ୍କାଟିଏ ଗଢ଼ିଛି। ମୋର ଦକ୍ଷିଣା ଅର୍ଥ ନୁହେଁ, ମୋର ଦକ୍ଷିଣା ହେଉଛି ପ୍ରଭୁ ମୋତେ ମୁକ୍ତି ଦିଅ। ମୁଁ ମାଗୁଛି ମୁକ୍ତି। ଇଏ ଜଞ୍ଜାଳମୟ ଜୀବନ ଲଙ୍କା କଟକରେ, ଇଏ ଜଞ୍ଜାଳମୟ ଜୀବନ, ବିଭିନ୍ନ ଲୋକଙ୍କର ବିଭିନ୍ନ ସମସ୍ୟା। ପ୍ରଭୁ ମୁଁ ବହୁତ ଦିନ ବଞ୍ଚିଲେଣି, ଅନେକ ଦିନ ପର୍ଯ୍ୟନ୍ତ ମୁଁ ବଞ୍ଚିଲେଣି, କିନ୍ତୁ ମୋର ଆଉ ସେ ବଞ୍ଚି ରହିବାଟାକୁ ଆଉ ମୁଁ ଭଲ ମନେ କରୁନି। ମୋତେ ମୁକ୍ତି ଦିଅନ୍ତୁ। ଆପଣଙ୍କ ପାଦ ତଳେ ମୋତେ ସ୍ଥାନ ଦିଅନ୍ତୁ। ରାମ ଏ କଥାକୁ ଶୁଣି ତାଙ୍କ ଆଖିରୁ ଲୁହ ବୋହିଯାଉଛି। ରାମଙ୍କ ମନ ସୀତାଙ୍କ ପାଖରେ ନାହିଁ, ସେ ରାବଣଙ୍କ ପାଖରେ ଅନେକ। ତଥାସ୍ତୁ ବୋଲି ରାମ କହିଲେ, ପ୍ରଣାମ ଜଣେଇଲେ। ରାମ ରାବଣକୁ ପ୍ରଣାମ ଜଣେଇଲେ, କାରଣ ସେ ପୁରୋହିତ ନା, ଶତ୍ରୁ ହେଲେ ବି ପୁରୋହିତ। ରାମ ତାଙ୍କୁ ପ୍ରଣାମ ଜଣେଇଲେ, ରାବଣ ବି ପ୍ରଭୁଙ୍କୁ ପ୍ରଣାମ ଜଣେଇଲେ। ପୁଷ୍ପକ ଯାନରେ ଯେତେବେଳେ ଯାଉଛନ୍ତି, ରାବଣ ଭାବୁଛନ୍ତି ପ୍ରଭୁ ହଉଛନ୍ତି, ରାବଣ ନିଜେ ଭାବୁଛି ପ୍ରଭୁ ହଉଛନ୍ତି ଅବତାର, ସିଏ ଭକ୍ତର ଭଗବାନ। ମୋର ଇଏ ମାଗୁଣି, ଇଏ ଶରଣାପନ୍ନ ମାଗୁଣି, ଏହାକୁ ସେ ଅନୁଭବ କରି ସିଏ ହୁଏତ କହିବେ ମୋର ଆଉ ସୀତା ଦରକାର ନାହିଁ, ରାବଣ ମରିବା ବି ଦରକାର ନାହିଁ, ଇଏ ଲଙ୍କା ଧ୍ୱଂସ ହବାର କିଛି ମୁଁ କରିବିନି। କାଳେ ଏମିତି କହିବେ, ଭାବ ବିନୁ ଦିଆ ଠାକୁର ଭକ୍ତ, ଭାବ ବିନୁ
ଭାଗବତର ଗୋଟିଏ ପଦ ଅଛି, ସେ ପଦଟି ହଉଛି ଦୁର୍ଜୟ ଦେହ ମୋର ଶୂନ୍ୟ ଭକତ ଭାବେ ଦୁର୍ଜୟ ମୋର କୌଣସି ରୂପ ନାହିଁ, ମୋ ରୂପ ହଉଛି ନିରାକାର ମହାଶୂନ୍ୟ। ଜଗନ୍ନାଥଙ୍କ ରୂପ ଯାହା, ମୋ ରୂପଟି ସେଇଆ, ଅନ୍ଧାର, କଳା ଅନ୍ଧାର। ମୋତେ ଯିଏ ଯେଉଁ ରୂପରେ ସ୍ମରଣ କରନ୍ତି, ପ୍ରାର୍ଥନା କରନ୍ତି, ମୁଁ ସେଇ ରୂପ ଧରି ଭକ୍ତ ଆଗରେ ଉଭା ହୁଏ। ଜଣେ ଡାକିବେ ହେ ହେ ତେଣୁ ମୁଁ ରାମଙ୍କ ରୂପ ଧରି ଆସେ, ଧନୁଟିଏ କାନ୍ଧରେ ଥାଏ। ଠିକ୍ ଯଦି ସେଇ ସମୟରେ ଆଉ ଜଣେ ଗୋବିନ୍ଦଜୀଙ୍କ ମଠରେ ବା ଯୋଉଠି କୃଷ୍ଣଙ୍କ ମନ୍ଦିରରେ ଯଦି ଡାକେ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ, ତେଣୁ ମୁଁ ସାଙ୍ଗେ ସାଙ୍ଗେ ଧନୁକୁ ଥୋଇ ଦେଇକିରି ବଂଶୀ ଧରିକିରି ଠିଆ ହଏ। ତୁଳସୀ ଦାସ ଯେତେବେଳେ ବୃନ୍ଦାବନର ବାଙ୍କ ବିହାରୀଙ୍କ ପାଖରେ ପହଞ୍ଚିଲେ, ସେ ମୂର୍ତ୍ତି ତାଙ୍କ ମନକୁ ଗଲାନି। କହିଲେ ଇଏ କି ମୂର୍ତ୍ତି, କଣ ବଇଁଶୀ ଧରିଛନ୍ତି? ମୁଁ ତ ଧନୁର୍ଧାରୀ ରାମଙ୍କର ଭକ୍ତ, ତେଣୁ ମୁଁ ପ୍ରଣାମ କେମିତି କରିବି? ତେଣୁ ସେ ଭାବ ବିନୋଦିଆ ଠାକୁର ଆଖି ବୁଜିକିରି ତୁଳସୀ ଟିକେ ଅନେଇଲା ବେଳକୁ ଆଉ ତାଙ୍କ କାନ୍ଧରେ ଏ ହାତରେ ବଂଶୀ ନଥିଲା, ସିଏ ଧରିଥିଲେ ଧନୁ। ଯିଏ ରାମ ସେଇ କୃଷ୍ଣ। ଆମେ ସବୁ କ୍ଷୁଦ୍ର ମନା, ଆମେ କେବଳ କଜିଆ କରି ଜାଣିଛୁ, କେବଳ କଥାକୁ ବିଭ୍ରାଟ କରୁଛୁ। ସିଏ କହୁଛି ରାମ ବଡ, କିଏ କହୁଛି କୃଷ୍ଣ ବଡ, କିଏ କହୁଛି ରାମ କୃଷ୍ଣ ଏସବୁ ତାର ଜନ୍ମ ହେଇନଥିଲା, ଆଉ ତମେ କେବଳ ଜନ୍ମ ହେଇଛ। ରାମ କୃଷ୍ଣ କେହି ଜନ୍ମ ହେଇନାହାନ୍ତି। ଏଇ ଭଳିଆ କଥା ପାଇଁ ଆଜି ପବିତ୍ର ସନାତନ ଧର୍ମରେ ନାନା ମୁନିର୍ଯସ୍ୟ ମତୋପି ଭିନ୍ନା। କିଏ କହୁଛି ତୁଳସୀ ନ ପଇଲେ ମୁଁ ଖାଇବିନି, କିଏ କହୁଛି ତୁଳସୀ ପଇଲେ ମୁଁ ଖାଇବିନି। ତୁଳସୀଟା ତମର କଣ ଦୋଷ କଲା? ତୁଳସୀ ଗୋଟେ ଔଷଧ, ବିଲ୍ୱପତ୍ର ଗୋଟେ ଔଷଧ। ତମେ ଯଦି ତାକୁ ଦେବୀ ରୂପରେ ପୂଜା ନ କରିପାରୁଛ, ତାକୁ ଖାଇବାରେ କଣ ଅସୁବିଧା? ତେଣୁ ଆଉ ସେ କଥା କିଛି କହିହବନି। ସନାତନ ଧର୍ମରେ ମୁଁ ଜଣେ ସନାତନୀ ହିନ୍ଦୁ, ମୋର ପରିଚୟ ମୁଁ ଭାରତୀୟ, ମୁଁ ଓଡ଼ିଆ, କିନ୍ତୁ ମୋର ପରିଚୟ ସବୁ ସନାତନୀ ହିନ୍ଦୁ।
କିନ୍ତୁ ମୁଁ ସବୁ ଧର୍ମକୁ ସମ୍ମାନ ଦିଏ। ତାର ଅର୍ଥ ନୁହେଁ ଯେ ମୁଁ ମାନେ ମୋ ଧର୍ମରୁ ମୁଁ ମାନେ ବିଚ୍ୟୁତ ହେଇଯାଏ। ଯେତେ ଗୁରୁ ଆପଣମାନେ ଦେଖିବେ ତାଙ୍କର ଗୋଟିଏ ଗୋଟିଏ ପ୍ରକାରର ପ୍ରାର୍ଥନା। ମୁଁ ଆଜି ପର୍ଯ୍ୟନ୍ତ ଭାରତ ବର୍ଷର ହଜାର ହଜାର ସାଧୁ ସନ୍ତଙ୍କୁ ଇଏ ସେବକ ଦର୍ଶନ କରିଛି। କିଏ ଯଦି ପଢୁଛନ୍ତି ସୀତାରାମ, ଆଉ କିଏ ପଢୁଛନ୍ତି ରାଧେଶ୍ୟାମ, ଆଉ କିଏ ପଢୁଛନ୍ତି ହରେ କୃଷ୍ଣ, କିଏ ମାନେ ଏମିତି ମାନେ ଯେତେ ଗୁରୁ ତାଙ୍କର ଗୋଟାଏ ଗୋଟାଏ ପ୍ରାର୍ଥନା। ତେବେ କୋଉ ପ୍ରାର୍ଥନା ପ୍ରଭୁଙ୍କ ପାଖରେ ପହଞ୍ଚିବ? ସେଥିପାଇଁ ଗୀତା ଗୋଟିଏ ପ୍ରାର୍ଥନା କହିଲେ, ଓମ୍ ଇତ୍ୟେ କାକ୍ଷରଂ ବ୍ରହ୍ମ ଯ ପ୍ରୟାତି କେବଳ ଓମ୍ ଓମ୍ ଏତିକି କହିଲେ ବି ଯଥେଷ୍ଟ। କିଏ କହିବେ କି ଓମ୍ ଭାଇ ଏଡ଼ିକି ପୋକରେ ଏଇଥିରେ କଣ ଭଗବାନ ଶୁଣିଯିବେ? ଭାଗବତରେ କହିଲେ ସକଳ ମନ୍ତ୍ର ମଧ୍ୟେ ସାର ବିଧାମ ବ୍ରହ୍ମ ସକଳ ସେ ଓଙ୍କାରକୁ ନେଲେ। ଓମ୍ କହିଲେ ବ୍ରହ୍ମା ବିଷ୍ଣୁ ଶିବ। ଆମେ ହିନ୍ଦୁମାନେ ତ ବ୍ରହ୍ମା ବିଷ୍ଣୁ ଶିବଙ୍କୁ ମାନିବୁ, କିନ୍ତୁ ଅନ୍ୟମାନେ ମାନିବେନି, ନ ମାନନ୍ତୁ। କିନ୍ତୁ ଉତ୍ପତ୍ତି ସ୍ଥିତି ଆଉ ପ୍ରଳୟ ଆକୁ ସମସ୍ତେ ମାନିବେ। ଜନ୍ମ କର୍ମ ମୃତ୍ୟୁ ଆକୁ ବି ମାନିବେ। ଆମେ ମାନୁଛୁ ବ୍ରହ୍ମା। ବ୍ରହ୍ମା କିଏ? ଜଣେ ହଉଛନ୍ତି ସେଇ ନିରାକାର, ସେଇ ସର୍ବଶକ୍ତିମାନ। ଯେତେବେଳେ ସୃଷ୍ଟିକି ନିର୍ମାଣ କରନ୍ତି ତାଙ୍କରି ନାଁ ହେଇଯାଏ ବ୍ରହ୍ମା। ଯେତେବେଳେ ପାଳନ କରନ୍ତି ତାଙ୍କରି ନାଁ ହେଇଯାଏ ବିଷ୍ଣୁ। ଯେତେବେଳେ ସୃଷ୍ଟିକି ପରିବର୍ତ୍ତନ କରନ୍ତି ତାଙ୍କରି ନାଁ ହେଇଯାଏ। ଆମେ ଏସବୁ କଥାକୁ ନ ବୁଝି ସିଏ ବ୍ରହ୍ମା ଅଲଗା, ବିଷ୍ଣୁ ଅଲଗା, ଶିବ ଅଲଗା, ସନ୍ତୋଷୀ ମା ଅଲଗା, ଆଉ ସବୁ କେତେ କଣ ବାହାରିଲାଣି ଯେ ତା ଠିକ୍ ଠାକ୍ ଅଛି। ତେଣୁ ଆମେ କଥା ପ୍ରସଙ୍ଗକୁ ଆସିବା। ରାବଣ ସେ ଶୂନ୍ୟ ମାର୍ଗରେ ରହି ରାମଙ୍କର ମନକୁ ସେ ବୁଝିଲା। ରାମ ମତେ ଆଉ ମାରିବାକୁ ଆସିବେନି, ମତେ ପୁଣି ଜଞ୍ଜାଳରେ ପକେଇଲେ। କିନ୍ତୁ ତାଙ୍କର ଯୋଉ ସୈନ୍ୟମାନେ ଅଛନ୍ତି ତାଙ୍କୁ ଟିକେ ଖତେଇ ହେଇକିରି ଆସିବା। ଆମର ଗୋଟା କହନ୍ତି ଖତେଇ ହବା କହନ୍ତି। ସିଏ ପୁଷ୍ପକ ଯାନ ଚଲଉଛନ୍ତି, ତା ଭିତରେ କହିଦେଲେ, ଆରେ ଭୀରୁ, ଯଦି ଶକ୍ତି ଅଛି ଲଙ୍କାକୁ ଆସ, ତମକୁ ଗୋଟି ଗୋଟିକି ତମ ମୁଣ୍ଡକୁ ମୋଡ଼ିକି ଫୋପାଡ଼ିବି। ଇଏ ସବୁ ଯିଏ ଥିଲେ କହିଲେ, ପ୍ରଭୁ ଏଟା ଚରଣ ଛୁଟିଆ, ଓଇଖିଣା ଆପଣଙ୍କୁ ଦଣ୍ଡବତ କରୁଥିଲା, ବର୍ତ୍ତମାନ କଣ କହିଲାନି ଆମ ମୁଣ୍ଡକୁ ସବୁ କାଟିବ? ନା ଆଉ ବିଳମ୍ବ କରନ୍ତୁନି, ଚାଲନ୍ତୁ ଯିବା ଯୁଦ୍ଧକୁ, ଆଉ ଯୁଦ୍ଧ ଆରମ୍ଭ କରିବା। ଆଉ ହେ ରଘୁପତି ରାମଚନ୍ଦ୍ରମ୍ ସୀତା
ରଘୁପତି ରାମଚନ୍ଦ୍ର ସୀତାପତି ନାଥ ହେ ରଘୁପତି ରାମଚନ୍ଦ୍ର ସୀତାପତି ହେ ରଘୁପତି ରାମଚନ୍ଦ୍ର ସୀତାପତି ନାଥ हे रघुपति रामचन्द्र सीतापति नाथ हरिहर 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 हे रघुपति रामचन्द्र ये सबू जाक ना आपण मान भितर अच्छे मो भीतर भी अच्छे मु कहि हनुमान तत्व कहि तो उठी पलैबी मो भीतर आपण मान भीतर ये जगत भीतर सबुठी यही माने अछंती किए अछंती रामायण सरी नाही रामायण अथिब एबे रामायण अथिब राम रे रावण मोरे मरिब राम रावण राम बण को जीवे तापर जाई रावण मरिब रावण ये विभीषण दिने बसिक जप करुला राम 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 रावण से अंधारी भी जे करुले बुलुले ये राम शब्द शुणिले कबाट बाड़े विभीषण उठिला भाई कुआरे आसिल ना तू एटी कौन करूँ ना मु आपणकर आ भाउजंक ना को जोड़िकी आपणक ना रु गोटे अक्षर भाउजंक ना रु गोटे अक्षर नहीं मु वर्तमान जप करुच्ची आपण कहले मोर कौन हे तत्व कौन कहलु ना रे रावण मोरे मंद धरी तेरे मु भजन करुच्ची राम रावण कहले प्रकृत तू मोर गोटे भाई राम कहले आनंद आज पिला माने मोर मोर माने पिला गुड़िक जो प्रकृति भाव से बलिया बाबा की जय अमुक मत भल लगे बलदेवंकर जय कर बलिया जिते बड़े आसब बलिया तो आज अच्छी काली की नथी जी रही रे तांकरी जय ध्वनि कर भारत माता की जय उत्कल जननी की जय हिंदुस्तान की हिंदुस्तान भारत जय वंदे मातरम बलभद्र भगवान की जय। तेणु सज्जन जेउठी आनंद सेठी राम आज ये आनंद नीला लगी ये राम अच्छा राम को मन भर चिंतन कर आपण कहे ये राम अच्छा कांधे तो धनु थी धनु नी राम कौन माने रूप हो पारे ध कहले कौन धर्म धर्म एक
ବିଛନ୍ତି ସଂସାର କେତେ ସୁନ୍ଦର ପଦ ଓଡ଼ିଶାର କବିମାନେ ଲେଖିଛନ୍ତି। ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏଇ ସଂସାର ବାରି। ହଣାହଣି ହେବା ପାଇଁ ଧର୍ମ ସୃଷ୍ଟି, ପରମାଣୁ ବୋମା ଫୁଟାଇବା ପାଇଁ ଧର୍ମ ସୃଷ୍ଟି। ଧର୍ମ ଏକାଶୀ ଆଉ ସବୁ ଅଢ଼େଇ ଆଉ ତେଣୁ ଧର୍ମ ଏକ ସ୍ୱତନ୍ତ୍ର, ଏ ବିଶ୍ୱ ସୃଷ୍ଟି ହେଇନଥିଲା, ମାନବ ଜାତି ସଂସାରକୁ ଆସିନଥିଲେ ସେତେବେଳେ ଧର୍ମ ସୃଷ୍ଟି ହେଇଥିଲା। କୋଉ ଦିନ ସେ ଦିନଟା କୋଉ ଦିନ? ସେ ଦିନଟା ମୋ ପାଖରେ ନାହିଁ। ଯେତେବେଳେ ସୂର୍ଯ୍ୟ ଉଦୟ ହେଲେ ସେତିକି ବେଳେ ସେଇ ଦିନ ଠାରୁ ଧର୍ମ ସୃଷ୍ଟି ହେଲା। ପାହାଡ଼ ପର୍ବତ ନଦ ନଦୀ ଇଏ ସବୁ ସୃଷ୍ଟି ହେଲା। ତାକୁ ସୃଷ୍ଟି କଲେ କିଏ? ଧର୍ମ। ଇଏ ଯୋଉ ଧର୍ମ ଆମେ ସବୁ କରୁଛୁ ଏ ବହୁ ପରେ। ହଉ ସଜ୍ଜନ, ଧ କହିଲେ ଧର୍ମ, ଯିଏ ଧାରଣ କରେ, ଧାରୟତି ଇତି ଧର୍ମ। ନୁ କହିଲେ ନୁମଃ, ନମ୍ରତା, ଗୁରୁ ଗୁରୁଜନଙ୍କୁ ନମସ୍କାର, ଇଷ୍ଟଙ୍କୁ ନମସ୍କାର। ଇଏ ହଉଛି ନୁମଃ, ଭାଗବତର କଥା। ଏ ସଚ୍ଚିଦାନନ୍ଦ ରୂପାୟ ବିଶ୍ୱତ୍ପତ୍ତ୍ୟାଦି ତାପତ୍ରୟ ବିନାଶ ଶ୍ରୀକୃଷ୍ଣ ବୟଂ ନୁମଃ। ତେଣୁ ରାମଙ୍କ କାନ୍ଧରେ ସବୁବେଳେ ଧନୁ ଅଛି। କଣ ଏ ବାଉଁଶ ଗଛରୁ ବାଉଁଶ ଗଛ ଧନୁ? ଏ ଯୋଉ ଧନୁ ସବୁ ତିଆରି କରିକି ବିକ୍ରି କରୁଛନ୍ତି, ଏଇ ଧନୁ ରାମ ପକେଇଥିଲେ। ସେ ଧନୁଙ୍କର ନାଁ ହଉଛି କୋଦଣ୍ଡ। କୋ କହିଲେ କଣ? କ କହିଲେ ମସ୍ତକ, ଓ କହିଲେ ଓଙ୍କାର, ଓଙ୍କାର କହିଲେ ବ୍ରହ୍ମ। ସେଇ ବ୍ରହ୍ମ ସତ୍ତା ଆମ ମସ୍ତକରେ ଅଛନ୍ତି। କୋଉ ରୂପରେ? ବୁଦ୍ଧି ବିବେକ ଜ୍ଞାନ। ବୁଦ୍ଧି ବିବେକ ଜ୍ଞାନ ମରଣ ଏଇ ମସ୍ତକର ବୁଦ୍ଧିକୁ ନେଇ, ବିଚାରକୁ ନେଇ ଦଣ୍ଡୋ ଦମୟତାମସ୍ମି ନୀତିରଶ୍ମି ଜିଗିଷିରା। ଦୋଷୀ କି ଦଣ୍ଡ ଦିଅ, ଆଉ ଦୋଷୀ କି କ୍ଷମା ଦେଲ, ସିଏ ଆଉ ଦି ଚାରିଟା ଦୋଷୀ ସୃଷ୍ଟି କଲା। ଯେତେବେଳେ ସବୁ ଯାକ ଦୋଷୀ ଯାକ ମିଶିକିରି ଗୋଟେ ଅଘଟଣ ଘଟେଇଲେ ସମାଜରେ, ସେତେବେଳେ ମୁଣ୍ଡରେ ବସିଲେ ଆରେ କରିବା କଣ? ତେଣୁ ସେଇ ହଉଛି କୋଦଣ୍ଡ। ଦଣ୍ଡ ଶବ୍ଦ ଗୋଟେ ଲାଠିକି ଦଣ୍ଡ କୁହାଯାଉଛି, କିନ୍ତୁ ଦଣ୍ଡ କହିଲେ ଦୋଷୀ କି ଦଣ୍ଡ ଦିଅ। এইভাবে ভাবরে রাম হি আনন্দ।
ଲକ୍ଷ୍ମଣ କିଏ? ସୁଚରିତ୍ର। ଯୋଉଠି ଚରିତ୍ର ନାହିଁ ସେଠି ଲକ୍ଷ୍ମଣ ନାହାନ୍ତି। ଏ ବାବୁ ମଦ୍ୟ ପିଇବ, ମାଦକ ଖାଇବ, ରାସ୍ତାରେ ଗଡ଼ିବ, ଛୁରୀ ଧରିବ, ବମ୍ ଧରିବ, କାହାକୁ ଧମକେଇବ, କାହାକୁ ହତ୍ୟା କରିବ, ଲୁଣ୍ଠନ କରିବ, ଆଉ ରାମ ମନ୍ଦିର କରି ଲକ୍ଷ୍ମଣକୁ ବୁଝିବ, ଲକ୍ଷ୍ମଣକୁ ବର ଦେବେ? କେବେ ଦେବେ? ଥିଲେ ଥାଉ ପଛେ ଧନ ଚରିତ୍ର ସବୁ ଥିଲେ ଆଉ ଗୋଟେ ଭଲ ପଦ ଅଛି, ବିଶାଳ ଧନ ଯଶ ଅସାର ଚରିତ୍ର ଦେଖନ୍ତୁ ଲକ୍ଷ୍ମଣ ହଉଛନ୍ତି ଚରିତ୍ରବାନ, ଯିଏ ଆହାରକୁ ସଂଯମ କରିଛି, ନିଦ୍ରାକୁ ସଂଯମ କରିଛି, ମୈଥୁନାଦି କ୍ରିୟାକୁ ମଧ୍ୟ ସଂଯମ କରିଛି, ସେଇ ଲକ୍ଷ୍ମଣଙ୍କର କୃପା ପ୍ରାପ୍ତ ହେଇଛି। ଇଏ ଗଲେ, ରାମ ଗଲେ, ଲକ୍ଷ୍ମଣ ଗଲେ, ଭରତ କିଏ? ଭରତ କହିଲେ ଭକ୍ତି, ଭକ୍ତିରେ ପ୍ରୀତି ନାହିଁ ଆଉ ଗୋଟେ ପଦରେ କହିଲେ ଭକ୍ତିକୁ ଠାରେ ଭକ୍ତି କହିଲେ ମନ୍ଦିରକୁ ଆସିଲେ ଭକ୍ତି କରିବ, ଗୁରୁଙ୍କ ପାଖକୁ ଗଲେ ଗୋଟା ଏମିତି ଗୋଟା ଭକ୍ତି କରିବ। ଆଉ ସିଏ ଭକ୍ତି କଥା ଆଜି କୁହାଯାଇନି। ପାରିବାରିକ ଜୀବନ, ରାମଙ୍କର ଜୀବନ ହଉଛି ପାରିବାରିକ ଜୀବନ। ଇଏ ପରିବାରରେ ଏଠି ଲେଖିଛନ୍ତି ଆପଣମାନେ ରାମ କଥା। ରାମଙ୍କ କଥା କଣ କହିବି? ରାମ ପିତୃ ସତ୍ୟ ପାଳି ଜଙ୍ଗଲକୁ ଗଲେ। ତମେ ସେଇ ଧାଡ଼ିଟାକୁ ଆପଣମାନେ ମନେ ପକାନ୍ତୁ। ଆମେ ବାପାଙ୍କର କୋଉ ଇଚ୍ଛାକୁ ପୂର୍ଣ୍ଣ କରିଛୁ? ରାମ 14 ବର୍ଷ ପାଇଁ ଜଙ୍ଗଲରେ ବୁଲିଲେ। ରାମ 14 ବର୍ଷ ମାନେ କଣ? 14 ବର୍ଷ ଜଙ୍ଗଲରେ ବୁଲିଲେ। 14 4ଟି ଦର୍ଶନ ସୃଷ୍ଟି ହୁଏ
ରାମଙ୍କର କୃପାରେ ସେ କ'ଣ ଧର୍ମ ଅର୍ଥ କାମ ମୋକ୍ଷ, ତାକୁ ଆଉ ବିଶଦ ବ୍ୟାଖ୍ୟା କରିହେବ। ରାମ 14 ବର୍ଷ ଇଏ 4ଟି କୃପା ସେ ବର୍ଷର କରନ୍ତି। ବନ କହିଲେ ସୁନ୍ଦର, ବନ କହିଲେ ଜଙ୍ଗଲ, ବନ କହିଲେ ଜଳ। ତେଣୁ ଇଏ ରାମ 14 ବର୍ଷ ବନବାସ, ଆ ଭିତରେ ବି ତତ୍ତ୍ୱ ରହିଛି। ଭରତ କହିଲେ ଭକ୍ତି। ଆଚ୍ଛା, ଆମ ଘରେ ଆମେ ଭକ୍ତି କରୁଛୁ? ମନେ ପକାନ୍ତୁ, କରୁଛନ୍ତି ମାନେ କରୁନାହାନ୍ତି କହିଲେ ଭୁଲ ହେଇଯିବ, କିନ୍ତୁ ଅଳ୍ପ ଲୋକ କରୁଛନ୍ତି। ଆପଣମାନେ ତ ଦେଖୁଥିବେ ସବୁ, ଆଉ ଟିଭି ପରଦାରେ ବହୁତ କଥା ଦେଖୁଛନ୍ତି, ଆମେ ମାଇକରେ କହିଲେ କ'ଣ? ବର୍ତ୍ତମାନ ଭରତ ଯଦି ଭକ୍ତି ହେଲେ, ଶତ୍ରୁଘ୍ନ କିଏ? ଯେଉଁ ବ୍ୟକ୍ତି କାମ ରୂପକ ଶତ୍ରୁକୁ ଦମନ କରିଛି, ଜହି ଶତ୍ରୁ ମହାବାହୁ କାମ ରୂପମ ଦୁରାସନ। ଆଉ ଯେଉଁ ବ୍ୟକ୍ତି କାମକୁ ନେଇ ବଳାତ୍କାର କରୁଛି, ତାକୁ ହତ୍ୟା କରୁଛି, ନହେଲେ ମାଟି ତଳେ ପୋତୁଛି, ତାକୁ ଖଣ୍ଡ ଖଣ୍ଡ କରିକିରି ନାଳକୁ ଫୋପାଡ଼ି ଦଉଛି, ଇଏ କି ରାମ ରାମ ହେବେ? ତାଙ୍କ ବିଣ୍ଡ ଖରାପ। ତେଣୁ ମନ୍ଦିର କର, ଜୀବନ ମନ୍ଦିରକୁ ଶୃଙ୍ଖଳିତ କର। ସୀତା କିଏ? ସୀତା କହିଲେ ପବିତ୍ର, ଗଙ୍ଗା। ଯେଉଁ ନାରୀ ଭିତରେ ପବିତ୍ରତା ନାହିଁ, ଯେଉଁ ନାରୀ ପତିବ୍ରତା ନୁହେଁ, ଯେଉଁ ନାରୀ ସ୍ନେହ ମମତାରେ ତାର ହୃଦୟ ପୁରୀ ଉଠିନେ, ନାରୀ କହିପାରେ ଆପଣ ପୁରୁଷ ବୋଲି ପୁରୁଷଙ୍କ ସପକ୍ଷରେ କହୁଛନ୍ତି। ନାଇଁ ନାଇଁ, ପୁରୁଷ ଓ ନାରୀ ଇଏ ଦୁଇଟି ହଉଛି ଜାତି। ପୁରୁଷ ଆଉ ନାରୀ, ଏଠି ନାରୀ ନିର୍ଯାତନା ବନ୍ଦ ହଉ ବୋଲି ଯେତେବେଳେ କହୁଛନ୍ତି, ଇଏ ସେବକ ବୁଲି ବୁଲି କହୁଛି ତା ସାଙ୍ଗରେ ଯୋଡ଼ି ଦିଅ ପୁରୁଷ ନିର୍ଯାତନା ବନ୍ଦ ହଉ। ବୈକୁଣ୍ଠ ସମାନ ଆଚ୍ଛା, ବର୍ତ୍ତମାନ ଆପଣ ହନୁମାନଙ୍କ ମନ୍ଦିର ନିର୍ମାଣ କରିଛନ୍ତି, ଏ ନାଁଟାକୁ କିଏ ଦେଲା? ତାଙ୍କ ବାପା ଦେଇଥିବେ କି କିଏ ଦେଇଥିବେ ଆଉ। ଆଚ୍ଛା, ହଟି କ'ଣ? ଏଇ ବଳିଆ ଆଇଲା ବେଳେ ଆପଣମାନେ କହୁଥିଲେ ହରିବ। ହରି ବୋଲ, ଇଏ ହ କହିଲେ ହରି। ସତ୍ୟ ଯୁଗରେ ଯିଏ ନରହରି ରୂପରେ ଜନ୍ମଗ୍ରହଣ କରିଥିଲେ, ନୃସିଂହ ପ୍ରହ୍ଲାଦକୁ ହିରଣ୍ୟକଶ୍ୟପକୁ ଉଦ୍ଧାର କରିଥିଲେ,
ପ୍ରହ୍ଲାଦଙ୍କୁ ଦର୍ଶନ ଦେଇଥିଲେ ସେ ହେଉଛନ୍ତି ନର ହରି। ତାପରେ ଆସିଲା ତ୍ରେତୟା ଯୁଗ। ଏ କଥାକୁ ପୃଥିବୀରେ ସମସ୍ତେ ମାନିବେନି। ଆମେ ହିନ୍ଦୁ, ଆମେ ମାନିବୁ, କିନ୍ତୁ ଆମେ ମାନିଲେ ବି ତା ତତ୍ତ୍ୱକୁ ନିରୂପଣ କରୁ। ତ୍ରେତୟା ଯୁଗରେ ରାମଙ୍କ ଲୀଳାରେ କିଏ ଥିଲେ? ହରି ଥିଲେ। ସେ ହରି କିଏ? ହନୁମାନ। ମର୍କଟାକୃତି ବୋଲି ତାଙ୍କୁ ହରି ବୋଲି କୁହାଗଲା। ଦ୍ୱାପର ଯୁଗରେ କିଏ? ନିଜେ କୃଷ୍ଣ ହେଇଗଲେ ହରି। ଅପ୍ରାକୃତ ପ୍ରେମ ଜୟ କଳି ଯୁଗରେ ବୋଲେ ଏଇ ଯୁଗରେ ହରି କିଏ? ଗୌର ହରି ହରି সত্যে দৈত্য কুলাদিনাথ মন্থনম সূর্যন্দুভিকেশরী ত্রেতায়ং দশকণ্ঠকণ্ঠহরণ রামাভিরামা গোপালন পরিপালন ব্রজকুলে ভারা হরে দ্বাপ শ্রী গৌরাঙ্গ প্রিয় কীর্তন কলিযুগে ব্রজেত সতী। ভাগবতর কেমতি কইলে সেই হরিঠু আরম্ভ হলা। নমই নৃসিংহ অনাদি দেবমান মায়া জানাব করুণা কটা ভকত জন সে হরি প্রকাশ শ্রীহরি কেতে সুন্দর কথা। হরিনাম প্রেম লড়ু বড়াই মধুর। মু সে ভিতরে খালি কহু নাই। হরি কহিলে কর্ম, হরি কহিলে বলদেব, বলদেবଙ୍କ ହାତରେ ଲଙ୍ଗଳ, ହାତରେ ଗୋଟେ ଶୂଳ, ସଂଗ୍ରାମେ ଚପଳ, ସିଏ ହଉଛନ୍ତି ହରି। ଦୁଃଖକୁ ଯିଏ ହରଣ କରନ୍ତି। ଦୁଃଖକୁ କିଏ ହରଣ କରେ? ପ୍ରାର୍ଥନା। ପ୍ରାର୍ଥନା କର। ଦୁଃଖକୁ କିଏ ହରଣ କରେ? ଶନି ମେଳା କଲେ ହରଣ ହବ। କାହାର କଣ ହରଣ ହେଇଥିବ ମୁଁ କହିପାରିବି, କିନ୍ତୁ ହରି ହରି ହଉଛନ୍ତି ଭୋଦେବ କର୍ମ ପାଦେ ସେବ। যে কর্ম করন্তি, কর্মবাদী হুও, গ্রহবাদী হুও না। ভাগ্যକୁ ମାନ, কিন্তু ଭାଗ୍ୟବାଦୀ ହେଇ କର୍ମ ତ୍ୟାଗ କର ନା। ଜୀବନର ଶେଷ ପର୍ଯ୍ୟନ୍ତ ଜୀବନକୁ କର୍ମମୟ କର।
ଆଜି ମଲେ କାଲିକି ଦିନି ପୁଣି ଆଜି ମଲେ ପୁଣି ସାଙ୍ଗେ ସାଙ୍ଗେ ଆମେ ହେଇଗଲୁ କଣ ଅଣସୁଦିଆ। ଇରେ ଓଇଖିଣା ବାପାକୁ କହୁଥିଲୁ ବାପା, ଓଇଖିଣା ବାପା ନିଶ୍ୱାସ ବନ୍ଦ ହେଇଗଲା, ସାଙ୍ଗେ ସାଙ୍ଗେ ପବିତ୍ରତା କୁଆଡେ ପଳେଇଲା, ସାଙ୍ଗେ ସାଙ୍ଗେ ଅଣସୁଦିଆ ଆମେ ହେଇଗଲୁ। ପୁଣି ବାପା ମରିଗଲେ ବର୍ଷକ ପର୍ଯ୍ୟନ୍ତ, ବାପା ହଉ ମା ହଉ ଝିଅ, ବର୍ଷକ ପର୍ଯ୍ୟନ୍ତ କୌଣସି ଦେବତା ମନ୍ଦିରକୁ ଯିବନି। ଆଉ କୋଉ ମନ୍ଦିରକୁ ଯିବ? ତମରି ପାଖକୁ ଯିବେ। ତମର ଯଦି ମାନେ ଗୋଟେ ପେଟ କାମୁଡ଼ିଲା କି କଣ ଗୋଟେ ହେଲା, ମେଡିକାଲକୁ ଯିବନି? ମେଡିକାଲ ବା ହରିଙ୍କ ମନ୍ଦିର, ରୋଗକୁ ସେ ହରଣ କରନ୍ତି। ମେଡିକାଲକୁ ଯିବ କିନ୍ତୁ ଦେବତା ମନ୍ଦିରକୁ ଯିବନି, ଗୁରୁ ଦର୍ଶନକୁ ଯିବନି। ଏ ସବୁ କଥା ଆମକୁ ଦୁର୍ବଳ କରି ପକାଉଛି। ଆମେ ତ ଗୋଟାଏ ବର୍ଷ ଯିବୁନି, ଯଦି ସେ ବର୍ଷକ ଭିତରେ ଆମେ ମରିବୁ, ତାମାନେ ଆମେ ଆଉ ଜଗନ୍ନାଥଙ୍କୁ ବଳଦେବଙ୍କୁ ଦର୍ଶନ କରିପାରିବୁ ନାହିଁ। ତେଣୁ ଏସବୁ କଥାରୁ ନିବୃତ୍ତ ରହିବା ଉଚିତ। ହରି କହିଲେ କର୍ମ, ହ କହିଲେ ହଂସ। ହଂସ କିଏ? ହଂସର ଅର୍ଥ ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟଙ୍କୁ ନମସ୍କାର କର। ହନୁମାନ ଯେତେବେଳେ ଜନ୍ମ ହେଲେ, ସେ ଖାଇବାକୁ କହିଲେ, ତାଙ୍କ ମା କହିଲେ ଏଇଆକୁ ଖା। ସେ କିଏ? ସୂର୍ଯ୍ୟ। ରକ୍ତିମା ବର୍ଣ୍ଣରେ ଉଦୟକାଳୀନ ସୂର୍ଯ୍ୟଙ୍କୁ ହନୁମାନ ଦେଖି ସେ ଭାବିଲା ମୁଁ ଆକୁ ଖାଇବି। କିନ୍ତୁ କଥା ହଉଛି ହନୁମାନ କଣ ଏତେ ମୂର୍ଖ, ସେ ସୂର୍ଯ୍ୟଙ୍କୁ ଖାଇବାକୁ ଗଲେ? ଲେଖା ହେଇଛି ବୋଲି ମୁଁ ଟିକେ କହିଦେଲି। ତେବେ ସୂର୍ଯ୍ୟଙ୍କ ସହିତ ହନୁମାନଙ୍କର ସମ୍ପର୍କ ଅଛି। ନୁ କହିଲେ ନୁମ, ବିଛଣାରୁ ଉଠିଲ, ହାତ ଯୋଡ଼ିକିରି ନମସ୍କାର କଲ। କାହାଙ୍କୁ? ଇଷ୍ଟଦେବଙ୍କୁ, ଗୁରୁଦେବଙ୍କୁ। ଧରିତ୍ରୀଙ୍କୁ ନମସ୍କାର କରି ବିଛଣାରୁ ଗୋଡ଼ କାଢ଼ିଲ। ଯାଇକିରି ମୁହଁ ଧୋଇଲ। ସେତେବେଳେ କାହାଙ୍କୁ ନମସ୍କାର କରିବ? ଗଙ୍ଗା। ଗଙ୍ଗାଙ୍କୁ ନମସ୍କାର କରିବ। ପିତାମାତାଙ୍କୁ ନମସ୍କାର କରିବ, ଯଦି ସେ ନଥିବେ ବି ତାଙ୍କୁ ସ୍ମରଣ କରିବ। ନୁମଃ। ଯେତେବେଳେ ତମେ ଉଠିଲ ସତ୍ୟଯୁଗ, ଯେତେବେଳେ ନିତ୍ୟକର୍ମ କଲ, ନିତ୍ୟକର୍ମ କରିକିରି ପରିବାର କଥା ବୁଝିଲ, ସେଇ ଗୋଟାକ ହଉଛି ତ୍ରେତୟା ଯୁଗ। ଅନେକ ବୁଝନ୍ତିନି, ନ ବୁଝିବା ହିଁ ଭୁଲ। ତାପରେ କର୍ମକ୍ଷେତ୍ରକୁ ଗଲ ଅର୍ଥ ଉପାର୍ଜନ ପାଇଁ, ସେ ହଉଛି ଦ୍ୱାପର ଯୁଗ, ବିପ୍ଳବର ଯୁଗ। ଦ୍ୱାପର ଯୁଗ ନୁହେଁ କୃଷ୍ଣ ବଂଶୀ ବଜେଇଲେ, ଗୋପୀମାନେ ତାଙ୍କ ପାଖକୁ ଆଇଲେ, ଏଗୁଡାକ ସବୁ ଏ କଥାର ତତ୍ତ୍ୱ ଅଲଗା। କିନ୍ତୁ ଆମେ ଯୋଉଭଳି ଭାବରେ କହୁ, ସେ କଥାରେ ମୂଲ୍ୟ କିଛି। ଯଦି ଜଣେ ଏମିତି ବୁଝେଇବ, ତାହେଲେ ଆଉ ଆମର ଫରେନ୍ କଣ୍ଟ୍ରି ମାନଙ୍କରେ କହିବେ ଯାହା ହିନ୍ଦୁ ଶାସ୍ତ୍ରରେ ଲେଖା ହେଇଛି ବଇଁଶୀ ବଜେଇଲେ ଗୋପୀମାନେ ଆସିବେ। ଆଉ ସେ ସବୁ ନୁହେଁ।
ଦ୍ୱାପର ହଉଛି ବିପ୍ଳବର ଯୁଗ, କୁରୁ ପାଣ୍ଡବର ଯୁଦ୍ଧ। ତାର ନାୟକ କିଏ? ଭଗବାନ କୃଷ୍ଣ। କୃଷ୍ଣଷ୍ଟୁ ଭଗବାନ ସ୍ୱୟଂ ନୁମ। ମା କହିଲେ କିଏ? ପ୍ରଥମ ମା ହଉଛନ୍ତି ପ୍ରକୃତି ରୂପିଣୀ ମା। ଏଇ ଶୀତ ଗଲା, ଗ୍ରୀଷ୍ମ ଆଇଲା, ପ୍ରକୃତି ରୂପିଣୀ ମା। ଦ୍ୱିତୀୟ ମା କିଏ? ଗର୍ଭଧାରିଣୀ ମା, ଯାହାର ଗର୍ଭରୁ ତମେ ଆସିଲ। ତୃତୀୟ ମା କିଏ? ଗୋମାତା। ଚତୁର୍ଥ ମାତା କିଏ? ନାଇଁ ଏମିତି ମୁଁ ନା କହିଦଉଛି 1 2 3 ସେମିତି ଲେଖା ହେଇନି, ମୁଁ ବୁଝେଇବା ପାଇଁ କହୁଛି। ଆଉ ଗୋଟିଏ ମା କିଏ? ଗୀତା। ଆଉ ଗୋଟିଏ ମା କିଏ? ଗଙ୍ଗା। ଗାଧେଇଲା ବେଳେ ସେଇ ଗଙ୍ଗାକୁ ସ୍ମରଣ କରି ଗାଧାଅ। ତେଣୁ ମା। ଧରିତ୍ରୀ ହଉଛି, ଇଏ ଧରିତ୍ରୀ ବକ୍ଷରେ ଆମେ ଯେତେ ବସି, ଏ ହଉଛନ୍ତି ମା, ଧରିତ୍ରୀ ମା। ନଦୀ ବନଗୀ ଭୀମ କାନ୍ତ କୁମ୍ଭ ଧରିତ୍ରୀ ମା ଉପରେ ଆଜି ଜଙ୍ଗଲରେ ନିଆଁ ଲାଗୁଛି, ଗଛ କଟା ହଉଛି, ରାସ୍ତା ତିଆରି ହଉଛି, କିନ୍ତୁ ଗଛ ଲାଗୁନି। ତେଣୁ ସଜ୍ଜନ, ଆଜି ଧରିତ୍ରୀର ଶାଢ଼ୀ ଚିରି ଯାଇଛି, ଆପଣମାନେ ହିଁ ଦାୟୀ ରହିବେ। ତେଣୁ ବୃକ୍ଷ ହିଁ, ଆଜି ଯଦି ହନୁମାନ ଏଇ ପଞ୍ଚମୁଖୀ ହନୁମାନ କହିବେ ମୁଁ ଟିକେ ଯାଇକିରି ବୁଲି ଆସିବି, କେନ୍ଦ୍ରାପଡ଼ା ଜିଲ୍ଲାଟାକୁ ଟିକେ ବୁଲି ଆସିବି, ସେ କ'ଣ ଦେଖିବେ? ତାଙ୍କ ପାଇଁ କ'ଣ ଅଛି? ସିଏ ଜଙ୍ଗଲ ଆଉ ନାହିଁ। ସେ କୋଉ ଫଳ ଖାଇବେ? ହନୁମାନ ବର୍ତ୍ତମାନ କୋଉ ଫଳ ଖାଇବେ? କ'ଣ ପଇସା ଦେଇ ଫଳ ଦୋକାନରୁ ଖାଇବେ? ତେଣୁ ଆଜି ଧରିତ୍ରୀ ମା କାନ୍ଦୁଛି, ଗୋମାତା ମାନଙ୍କ ଆଖିରୁ ଲୁହ ବହୁଛି। ତାକୁ କିଏ ଦେଖୁଛି କି? କାଲି ମୁଁ ଯାଇଥିଲି ବଳରାମପୁର, ଏଇ କେନ୍ଦ୍ରାପଡ଼ା ଜିଲ୍ଲା, ସେଇଠି ଦେଖିଲି ସେ ଗାଁରେ ଗାଈ ମାନେ ପଘାରେ ବନ୍ଧା ହେଇଛନ୍ତି। ମୁଁ ସେଇ ସଭାରେ ଧନ୍ୟବାଦ ଦେଲି, ସାଧୁବାଦ ଦେଲି, ଆଇଲି। ବୋଲେ ଆପଣମାନଙ୍କୁ ମୋର ଅନେକ ଧନ୍ୟବାଦ। ଆଜି ଗାଈମାନଙ୍କୁ ପଘାରେ ବାନ୍ଧୁଛନ୍ତି। ଆଜି ଗୋଶାଳା ନାହିଁ, ଗୋଚର ନାହିଁ। ଅଚ୍ୟୁତାନନ୍ଦ ମହାପୁରୁଷ କହିଥିଲେ, ଚଷିବେ ଗୋଚର ଦଣ୍ଡା ନ ମାନିବେ କେହି। ସେ ସିଆ ହେଲା। ଆଉ ହନୁମାନ ଯାଉଛନ୍ତି, ଅଯୋଧ୍ୟାକୁ ଫେରୁଛନ୍ତି, ସାଙ୍ଗରେ ଅଛନ୍ତି ରାମ, ଲକ୍ଷ୍ମଣ, ସୀତା। ରାମ, ଲକ୍ଷ୍ମଣ, ସୀତା ଇଏ ଫେରୁଛନ୍ତି।
ସେ ପାଖରେ ଅଯୋଧ୍ୟାର ଗୋଟେ ପୁଷ୍କରିଣୀ, ସିଏ ପୁଷ୍କରିଣୀ ଭିତରେ ଚଢେଇ ଗୁଳି ଶାଗ ଗୁଳିଏ ହେଇଛି। ସେ ଶାଗ ଆଜିକାଲି ବୋହୂମାନେ ବିଲକୁଲ ଚିହ୍ନି ପାରିବେ। ଚଢେଇ ଗୁଳି ଶାଗ। କୌଶଲ୍ୟା, କୈକେୟୀ, ସୁମିତ୍ରା ତାଙ୍କ ଭିତରେ ଏତେ ସମ୍ବନ୍ଧ, ଏତେ ଭଲ ପାଇବା ଯେ ସମସ୍ତେ ମିଳିମିଶି କାମ କରନ୍ତି। ଆମର ଏଠି କଣ କରୁଛନ୍ତି? ଭିନେ ହଉଛନ୍ତି। ବୋଲେ ଚାଲ ଛାଡ଼ିକି ପଳେଇବା। ଇଏ ସବୁ କଥା ଚାଲିଥିବା ବେଳେ ବଳିଆକୁ କାହିଁ ଡାକୁ? ଯୋଉମାନେ ବହୁତ ଟଙ୍କା ନେଇ ଆପଣମାନଙ୍କୁ ଘଣ୍ଟା ଘଣ୍ଟା ଭାଷଣ ଦେଇପାରିବେ ସେଇମାନଙ୍କୁ ଡାକ। ଆମ ଭଳି ମୂର୍ଖଙ୍କୁ ଡାକି ଲାଭ କିଛି। ଇଏ ଚଢେଇ ଗୁଳି ଶାଗ ତୋଳୁଛନ୍ତି, କୈକେୟୀ ମନେ ପକାଉଛନ୍ତି ଯାହାଙ୍କ ପାଇଁ ରାମ ଯାଇଛନ୍ତି ଜଙ୍ଗଲ। କହୁଛନ୍ତି କୌଶଲ୍ୟାଙ୍କୁ, କହୁଛନ୍ତି ଅପା 14 ବର୍ଷ ଆଉ 4-5 ଦିନ ରହିଲା 14 ବର୍ଷ ପୁରିବା ପାଇଁ। ମୋ ପୁଅ ମାନେ, ପୁଅ କହିଲେ କି ରାମ ଆଉ ଲକ୍ଷ୍ମଣ ଭଲରେ ଫେରି ଆସିବେ ତ? 14 ବର୍ଷ କାଳ ଜଙ୍ଗଲରେ ବୁଲିଲେ, ମୋ ବୋହୂଟା ବି ତାଙ୍କ ସାଙ୍ଗରେ ବୁଲିଲା। କେତେ କଣ୍ଟା ଝଣ୍ଟା ଦେଇକିରି ତାଙ୍କ ଜୀବନ ଅତିକ୍ରମ ହେଲା। ଫଳମୂଳ ଖାଇ ଜୀବନ ଧାରଣ କଲେ। ମୁଁ ଠାକୁରଙ୍କୁ ଡାକୁଛି ସେ ବେଳାବେଳି ପଳେଇ ଆସେ। ମୋର ଆଉ ଧୈର୍ଯ୍ୟ ରହୁନି। ରାମ ବିଚ୍ଛେଦ ମୁଁ ସହିପାରୁନି। କୌଶଲ୍ୟା କେବଳ ଆଖିରୁ ଲୁହ ଗଡେଇଲେ। ସୁମିତ୍ରା ଲକ୍ଷ୍ମଣଙ୍କ ମା ସେ ବି ଟିକେ କାନ୍ଦିଲେ। ଏ କଥାକୁ ଦେଖୁଥିଲେ ଦିବ୍ୟ ଦୃଷ୍ଟିରେ ଭଗବାନ ରାମ, ମର୍ଯ୍ୟାଦା ପୁରୁଷୋତ୍ତମ ରାମ। କୋଉଠି ଦେଖୁଥିଲେ? ରାବଣର ଲଙ୍କାଗଡ଼ ଯେତେବେଳେ ଜୟ ହେଇଯାଇଛି, ବିଭୀଷଣ ରାଜା ହେଇଛନ୍ତି, ଗୋଟେ ପଥର ଥୁଆ ହେଇଥିଲା ରାବଣର ଦରବାରକୁ ଯିବା ବାଟରେ। ରାବଣ ଇଏ ପଚାରିଲେ, ରାମ ପଚାରିଲେ ବିଭୀଷଣକୁ, ତୋ ଭାଇ ତ ଗୋଟେ ସୁନାର ଲଙ୍କା କରିଥିଲା, ଇଏ ପଥରଟାକୁ ଏଠି କେମିତି ରଖିଛି? ଏଟା ଲୋକ ଗଲେ ତ ଝୁଣ୍ଟିବେ। ବିଭୀଷଣ ସେଠି ହାତ ଯୋଡ଼ି କହିଥିଲା, ଇଏ ସମସ୍ତ ପଥର, ଇଏ ସମସ୍ତ ବିଚାର ହଉଛି ରାବଣ। ଆପଣ ଏ ପଥର ଉପରେ ଠିଆ ହେଇ ଯୋଉ ସ୍ଥାନକୁ ଚିନ୍ତନ କରିବେ, ସେ ସ୍ଥାନରେ କଣ ଚାଲିଛି ସେ ସବୁ ଦେଖାଯିବ। ମୋ ଭାଇ ରାବଣ ଏଇ ପଥର ଉପରେ ଠିଆ ହେଇ ଲଙ୍କା କଟକରେ କିଏ କଣ କରୁଛି ସବୁ ଜାଣିପାରୁଛି। ଅନ୍ତର୍ଯାମୀ ରାମ କହିଲେ, ମୁଁ ଟିକେ ଠିଆ ହେବି ନା? ପ୍ରଭୁ ଠିଆ ହୁଅନ୍ତୁ। ଇଏ ବି ଆଙ୍କ ମନ ଭିତରେ ଆସିଲାଣି ଅଯୋଧ୍ୟାର କଥା। ମୋ ମା କୌଶଲ୍ୟା, କୈକେୟୀ, ସୁମିତ୍ରା, ଭରତ, ଶତ୍ରୁଘ୍ନ, ତା ସହିତ ମନ୍ଥରା ମଧ୍ୟ, ଏମାନେ ବର୍ତ୍ତମାନ କିଭଳି ଅବସ୍ଥାରେ ଅଛନ୍ତି? ଇଏ ପଥର ଉପରୁ ଦେଖିଲେ ଗୋଟେ ପୁଷ୍କରିଣୀ ତଟରେ 3ଟି ମା ଶାଗ ତୋଳୁଛନ୍ତି। କଥୋପକଥନ ହଉ ହଉ ପରସ୍ପରକୁ ଆଲିଙ୍ଗନ କରି ପିଲାଙ୍କ ଭଳି କାନ୍ଦୁଛନ୍ତି। ରାମ ଆଉ ସହିପାରିଲେ।
ସିଏ ବି ଓହ୍ଲେଇ ଆସିଲେ ପଥର ଉପରୁ। ଆଉ ମୋର କିଛି ଦରକାର ନାହିଁ, ମୁଁ ଶୀଘ୍ର ଅଯୋଧ୍ୟାକୁ ଯିବି। ତେଣୁ ସଜ୍ଜନ ରାମ କହୁଛନ୍ତି ବିଭୀଷଣକୁ, ଆଚ୍ଛା ବିଭୀଷଣ ଇଏ ପଥରଟାକୁ ଅଯୋଧ୍ୟାକୁ ନେଇଗଲେ ହବ? ବିଭୀଷଣ କହିଲା, ପ୍ରଭୁ ଆପଣ ଯଦି କହିବେ ମୁଁ ବି ଆପଣଙ୍କ ସାଙ୍ଗରେ ପଳେଇବି। ମୋର ବି ଲଙ୍କା କଟକରେ ରାଜା ହବାର ଆକାଂକ୍ଷା ନାହିଁ। ଆପଣ ମତେ ରାଜା କରେଇଛନ୍ତି। ଇଏ ପଥର ତ ସାମାନ୍ୟ, ଇଏ ଲଙ୍କା ଆପଣଙ୍କର, ମୁଁ ବି ଆପଣଙ୍କର। ଇଏ ସବୁ ଗୋଟାଏ ଉପାଖ୍ୟାନ ମାଧ୍ୟମରେ ଲୋକଶିକ୍ଷା। ସେ ପଥରକୁ ନବା ପାଇଁ ଯେତେବେଳେ ଉଦ୍ୟତ ହେଲେ, ରାବଣର ଗୋଟାଏ ମନ୍ତ୍ରପୁତ ବେଙ୍ଗ ଭଳି ଦେଖାଯାଉଛି, କିନ୍ତୁ ସେ ବେଙ୍ଗ ନୁହେଁ, ସେ ହଉଛି ମନ୍ତ୍ର। ସେ ମନ୍ତ୍ର କହିଲେ, ହେ ରାମ, ତୁମେ ଜୀବନରେ କୀର୍ତ୍ତି ଅର୍ଜନ କରିଛ, ପିତୃ ସତ୍ୟ ପାଳନ କରି ଜଙ୍ଗଲରେ ବୁଲିଛ। ଇଏ କୀର୍ତ୍ତି, ଇଏ ପୃଥିବୀ ଥିବା ପର୍ଯ୍ୟନ୍ତ ଆପଣଙ୍କ କୀର୍ତ୍ତି ଏମିତି ଲୋକ କହୁଥିବେ। କିନ୍ତୁ ଆପଣ ଦତ୍ତାପହାରୀ ହଉଛନ୍ତି ନା? କଣ ଦତ୍ତାପହାରୀ ମୁଁ ହେଲି? ଯେଉଁ ଲଙ୍କାକୁ ଆପଣ ବିଭୀଷଣଙ୍କୁ ଦତ୍ତ କଲେ, ଦାନ କଲେ, ପୁଣି ସେଇଠୁ ଗୋଟେ ପଥରକୁ ଆପଣ ନେଇଯିବା ପାଇଁ ଚାହୁଁଛନ୍ତି। ତେଣୁ ଆପଣ ହେବେ ଦତ୍ତାପହାରୀ ରାମ। ରାମ ସେ କଥାକୁ ସେଇଠି ବନ୍ଦ କଲେ, ଅଯୋଧ୍ୟାକୁ ଚାଲିଲେ। ଗୋଟେ ଜଙ୍ଗଲ ପଇଲା, ରାମ ଲକ୍ଷ୍ମଣ ସୀତା ବସିଛନ୍ତି, ହନୁମାନ ଜଙ୍ଗଲ ଆଡ଼କୁ ମୁହଁ କରି ବସିଛନ୍ତି। ସେ ଜଙ୍ଗଲକୁ ନମସ୍କାର କଲେ। ଜଙ୍ଗଲକୁ ନମସ୍କାର କରିବା ଦେଖି ସୀତା ଟିକେ ହସିଲେ। ରାମ କହିଲେ, କାହିଁକି ହସୁଛ? ନା ତମେ ଯାହାକୁ ଦୂତ କରିଛ, ଆମେ ତ ବହିଛୁ ଇଆଡ଼େ, ଆପଣ ତ ବହିଛନ୍ତି ଇଆଡ଼େ। ଆପଣଙ୍କ ମୁଖଟା ଇଆଡ଼କୁ, ଆମ ମାନଙ୍କ ମୁଖ ଇଆଡ଼ୁ। ହନୁମାନ ନମସ୍କାର କରୁଛି ଆମ ପଛୁ, ମାନେ ଜଙ୍ଗଲ। ରାମ ପଚାରିଲେ, ହନୁ ତୁମେ କାହାକୁ ନମସ୍କାର କଲ? এটা ମିଛ କହିବେନି। କହିଲେ, ପ୍ରଭୁ ଏଇ ଜଙ୍ଗଲରେ ମୋ ମା ଅଞ୍ଜନା ମତେ ଜନ୍ମ ଦେଇଥିଲେ। ଏଇ ଜଙ୍ଗଲରେ ମୋ ମା ତପସ୍ୟା କରୁଛନ୍ତି, ରାମ ରାମ ଭଜନ କରୁଛନ୍ତି। ମୁଁ ଟିକେ ମାଙ୍କୁ ଦର୍ଶନ କରିବାକୁ ଯିବି ଆଉ ଆସିବି ଆଉ। ରାମ କହିଲେ, ତମେ ଏକୁଟିଆ ଯିବ, ଆମେ ଆଉ ଯିବୁନି। ନା ନା ପ୍ରଭୁ, ଆପଣ ଆଉ ଏତେ ଦିନ ଜଙ୍ଗଲରେ ବୁଲିଲେ, ପୁଣି ମୋ ମା ପାଖକୁ ଯିବେ, ସେଇ ଜଙ୍ଗଲ ବାଟ ଦେଇ ଆପଣ ଯାଆନ୍ତୁନି। ନା ନା ନା, ମୁଁ ଯିବି। ରାମ ହନୁମାନ କହିଲେ, ପ୍ରଭୁ ମୁଁ ଯାଉଛି, ଆଗରେ ମୋ ମାଙ୍କୁ ଟିକେ ଖବର ଦେବି। ହନୁମାନ ଆଗରେ ଗଲେ। ଶ୍ରୀରାମ ଦୂତಂ ଶରଣ, ଶ୍ରୀରାମ ଦୂତಂ ଶରଣ, ଶ୍ରୀରାମ ଦୂତಂ ଶରଣ, ଶ୍ରୀରାମ ଦୂତಂ ଶରଣ। କ୍ଷିପ୍ର ଗତିରେ ଗଲେ। ମା ଦେଖି ପକେଇଲା ପୁଅକୁ। ଆପଣ ମାନେ ଭାବନ୍ତୁ, ଖାଲି ରାମାୟଣ ପଢିଲେ ହବନି, ହନୁମାନଙ୍କୁ ପୂଜା କଲେ ହବନି। ମା ଦେଖିଲା ପୁଅକୁ ବହୁତ ଦିନ ପରେ। ତା ମନଟା ସେତେବେଳେ କଣ ହେଇଥିବ
କଣ ହେଇଥିବ? ଆନନ୍ଦାଶ୍ରୁ ଗଡ଼ିଗଲା। ଅଞ୍ଜନା ଦୌଡ଼ିକିରି ଗଲେ ହନୁମାନଙ୍କ ପାଖ, କହିଲେ ହନୁ ଆଗ ମା କଣ ପଚାରେ? ମା ଜାଣେ ଅନ୍ତର ବେଦ। ମା କଣ ପଚାରେ? ଭୋକ କଲାଣି? କଣ ଖାଇଥିଲୁ? ଖାଇକିରି ଆସିଛୁ? ଇଏ ହଉଛି ମାର ଭାବ, ମାର ଭାଷା। ପୁଅ ଖାଲି ନୁହେଁ, ଝିଅ ମଠ। ପୁଅ ଝିଅ ଯଦି ଖାଇନାହାନ୍ତି, କୋଉ ମା ଆଗ ତୁରା ଖାଇଦେଇ ଶୋଇପଡେ? ପଚାରୁଛନ୍ତି ହନୁ ତୋ ଦେହ ଭଲ ଅଛି? ରାମ କେମିତି ଅଛନ୍ତି? ନା ମା ରାମ ଆସୁଛନ୍ତି, ରାମ ଆସୁଛନ୍ତି ତୋ ଆଶ୍ରମକୁ ଦେଖିବା ପାଇଁ। ଅଞ୍ଜନା ଇତସ୍ତତ ହେଇଗଲେ। ଆରେ ପ୍ରଭୁ ଆଉଛନ୍ତି। ମୋ ମନରେ ଗୋଟେ ଅଭିମାନ ଥିଲା, ପ୍ରଭୁ ସବୁଆଡକୁ ଗଲେ ମୋ ଆଶ୍ରମକୁ ଆଇଲେ। କିଛି ଫଳମୂଳ, କାଠର ବିଛଣା, ଏମିତି ତାଙ୍କର ଯାହା ପାଣି ଫାଣି ରଖି ସେ ସଜାଡ଼ିକି ଠିଆ ହେଇଛନ୍ତି। ରାମ ଆସି ପହଞ୍ଚିଲେ। ହେ ରାମ ପୁରୁଷୋତ୍ତମ ନରହରି ନାରାୟଣ କେଶବ ଗୋବିନ୍ଦ हे कृष्ण श्री राम जय राम जय जय 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 ରାମଙ୍କୁ ଯେତେବେଳେ ଅଞ୍ଜନା ଦେଖିଦେଇଛନ୍ତି, ସାଷ୍ଟାଙ୍ଗ ଦଣ୍ଡବତ କଲେ, କଇଁ କଇଁ ହେଇ କାନ୍ଦିଲେ। କହିଲେ ପ୍ରଭୁ
ମୁଁ ଭାବି ନଥିଲି ସ୍ୱପ୍ନରେ ଯେ ଆପଣ ମୋ କୁଟୀରକୁ ଆସିବେ, କିନ୍ତୁ ମନେ ମନେ ଖୁସି ହଉଥିଲି ମୋ ପୁଅ ହନୁମାନ ଆଜି ରାମଙ୍କ ସେବାରେ। ତେଣୁ ମୋ ମନ ସେତିକିରେ ଖୁସି। ଆପଣ ଏଇ ଜଙ୍ଗଲର କିଛି ଦୂରରେ ଭରଦ୍ୱାଜଙ୍କ ଆଶ୍ରମକୁ ଯାଇଛନ୍ତି, ଗୌତମ ଋଷିଙ୍କ ଆଶ୍ରମକୁ ଯାଇଛନ୍ତି, କିନ୍ତୁ ମୋ କଥା ଟିକେ ମନେ ପଡ଼ିଲାନି ପ୍ରଭୁ। ଏତେ ଦିନେ ମନେ ପଡ଼ିଲା। ରାମ କହିଲେ ତୁ ମା ବ୍ୟସ୍ତ ହନା, ମୁଁ ଯେତେବେଳେ ଆସିବା କଥା ହିଁ ଆସିଲି। ରାମଙ୍କର ପାଦ ଧୌତ କରିଦେଲେ। ଦେଖନ୍ତୁ କେଡ଼େ ବଡ଼ କାମଟା ସେ କଲେଣି। ରାମଙ୍କର ପାଦ ଧୌତ କଲେ। ପତ୍ତର ଆସନରେ ବସେଇଲେ, କହିଲେ ପ୍ରଭୁ ଏଇଠି ବସ, ଆଉ ତ ମୋ ଘରେ କିଛି ନାହିଁ, ଆଉ ମୁଁ ବସେଇବି କଣ? ପ୍ରଭୁ ଇଏ ଫଳମୂଳ ଟିକେ ଯାହା ପାଇଲି ଟିକେ ରଖିକି ଟିକେ ଖାଆନ୍ତୁ। ରାମ ଚାହିଁଛନ୍ତି ଅଞ୍ଜନାଙ୍କର ମୁଖମଣ୍ଡଳ, ସୀତା ଦେଖୁଛନ୍ତି, ଲକ୍ଷ୍ମଣ ଦେଖୁଛନ୍ତି ଅଞ୍ଜନାଙ୍କର ଭକ୍ତି। ହନୁମାନ ଲୁଚିକିରି ଗୋଟିଏ ଅନ୍ଧାରରେ ବହିଛନ୍ତି। ଶ୍ରୀରାମ ମାନେ କଥା କହିବା ପ୍ରସଙ୍ଗରେ ଅଞ୍ଜନାଙ୍କ ସହିତ ବାର୍ତ୍ତାଳାପ କଲେ। ହନୁମାନ ତାଙ୍କୁ କିପରି ସାହାଯ୍ୟ କରିଛି ତାଙ୍କ ଲୀଳାରେ କି ତାଙ୍କ କର୍ମରେ ସୀତାଙ୍କ ଉଦ୍ଧାର ପାଇଁ, ଏଇ କଥା ସବୁ ରାମ ବଖାଣୁଛନ୍ତି, ଅଞ୍ଜନା ଶୁଣୁଛନ୍ତି। ଶୁଣି 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 କିଛି ସମୟ ପରେ ଡାକିଲେ, ହନୁ ହନୁ। ହନୁମାନ ଆସିଲେ, କହିଲେ ମା ମତେ କାହିଁକି ଡାକିଲେ କଣ? ଆଚ୍ଛା ହନୁ, ତୁ ରାମଙ୍କ ପାଇଁ କର୍ତ୍ତବ୍ୟ କରୁଥିଲୁ ନା ରାମଙ୍କ ଠାରୁ ପ୍ରଶଂସା ପାଇବା ପାଇଁ କାମ କରୁଥିଲୁ? ନା ମା ମୁଁ ସତ କହୁଛି, ମୁଁ ରାମଙ୍କର ସେବା କରୁଛି, କିଛି ପ୍ରଶଂସା ପାଇବା ପାଇଁ ମୁଁ କେବେ ହେଲେ ମୁଁ ରାମଙ୍କର କାମ କରୁନଥିଲି। ତାହେଲେ ରାମ ପ୍ରଭୁ ଏତେ ପ୍ରଶଂସା ମୋ ଆଗରେ କରୁଛନ୍ତି, ତୁ ତ କିଛି କହୁନୁ ରେ। ନା ମା ସେ ପ୍ରଭୁ, ତୁ ହଉଛୁ ଗୁରୁ, ମା ହଉଛନ୍ତି ଗୁରୁ, ରାମ ହଉଛନ୍ତି ପ୍ରଭୁ। ଆଉ ମୁଁ କଣ ତାଙ୍କ ଆଗରେ ଗୋଟେ କହିବି? ଆପଣ ଅନ୍ତର୍ଯାମୀ, ସବୁ ଜାଣିଛନ୍ତି। ସେଥିପାଇଁ କୁହାଯାଏ ରାମାୟ ରାମଚନ୍ଦ୍ରାୟ ରାମଭଦ୍ରାୟ ବେଧସେ ରଘୁନାଥ। ତେଣୁ ହନୁମାନଙ୍କ କଥା ଶୁଣି ସାରିଲା ପରେ ଅଞ୍ଜନା ଶାନ୍ତ ହେଲେ, ହନୁମାନଙ୍କୁ ଆଉଁସି ଦେଲେ। ଜୀବନ ସାରା ତାଙ୍କରି ସେବା କରି, ମୋର କିଛି ଦରକାର ନାହିଁ। ଯେମିତି ଆଜିର ମା କହୁଛନ୍ତି ତୁ ଜୀବନ ସାରା ମୋରି ପାଖରେ ରହିବୁ, ପୁଅ ବୋହୂ ଆସିବ, ପୁଅ ଆସିବ, ସେ ନାତି ନାତୁଣୀ ହେବେ, এইগুড়াক খালি যে কল্পনা, এই যে বৃথা কামনা, এ কামনাକୁ ত্যাଗ কর। পুଅ ଝିଅଙ୍କୁ ମଣିଷ କରି ଗଢ଼। ସେ ମାତାଲ ହେଇଗଲେଣି, ଗୁଣ୍ଡା ହେଇଗଲେଣି, ବଜାରୀ ବି ହେଇଗଲେଣି, କିନ୍ତୁ ବାପ ମାଙ୍କୁ ଜଣା ନାହିଁ
ସିଏ କହୁଛନ୍ତି ମୋ ସୁନା ପୁଅ ସୁନା ଝିଅ। ତେଣୁ ସଜ୍ଜନ ହନୁମାନଙ୍କ ଠାରୁ ହନୁମାନ ଏ ଅଞ୍ଜନାଙ୍କ ଠାରୁ ହନୁମାନ ରାମ ଲକ୍ଷ୍ମଣ ସୀତା ବିଦାୟ ନେଲେ। କହିଲେ ମା ତୁ ଯେମିତି ହନୁମାନ ପାଇଁ ତୁ ବ୍ୟସ୍ତ, ମୋ ମା ବି ତିନିଟା ମା ମୋର, ଇଏ ତିନିଟା ଯାକ ମା ଆଜି ପାଗେଳି ହେଇଗଲେଣି। ସିଏ ବନ୍ଦାପନା ଥାଳି ସଜାଡ଼ିକିରି ରଖିଛନ୍ତି, ମୁଁ ଗଲେ ସେ ମତେ ପାଛୋଟି ନେବେ। ଯେଉଁ ମନ୍ଥରା ମତେ ଜଙ୍ଗଲକୁ ପଠେଇଥିଲେ ସିଏ ହଉଛନ୍ତି ଆଦି ଶକ୍ତି ଯୋଗ ମାୟା। ମନ୍ଥରା ମ ଆଉ ରା ମଝିରେ ଅଛି ଥ, ମନ୍ଥରା ଭିତରେ ବି ରାମ ଅଛନ୍ତି। ତେଣୁ ମା ମତେ ବିଦାୟ। ଅଞ୍ଜନା କାନ୍ଦି କାନ୍ଦି କହିଲେ ପ୍ରଭୁ ଜୀବନ ସାରା ତୁମ୍ଭ ନାମ ଆମ୍ରୁ ପ୍ରଭୁ ମୋ କଥା ଟିକେ ମନେ ରଖିଥିବେ, ଇଏ ହନୁକୁ ପାଖରୁ ଛାଡ଼ିବେନି। ଆପଣ ଅଯୋଧ୍ୟାରେ ରାଜା ହେବେ, ଇଏ ହନୁମାନଙ୍କୁ କିନ୍ତୁ ସେବାରୁ ବଞ୍ଚିତ କରିବେନି। ତେଣୁ ସଜ୍ଜନ ପୁଣି ଫେରିଗଲେ ହନୁମାନ ରାମ ଲକ୍ଷ୍ମଣ ସୀତା ଆଉ ହନୁମାନ ଅଯୋଧ୍ୟାକୁ। ତାପରେ କ'ଣ ହେଲା ସେ ତ ବହୁତ କଥା ହେଲା, ଆଉ କ'ଣ କହିବା। ସେ ପ୍ରଥମେ ଗଲେ ମନ୍ଥରାକୁ ଦେଖିବାକୁ, ମର୍ଯ୍ୟାଦା ପୁରୁଷୋତ୍ତମ ନା, ସିଏ ମର୍ଯ୍ୟାଦା ଦାନ କରିବା ପାଇଁ ମା କୈକେୟୀକି ଆଗ ଦଣ୍ଡବତ ହେଲେ, ତାପରେ ସୁମିତ୍ରାଙ୍କୁ ଦଣ୍ଡବତ ହେଲେ, ତାପରେ ନିଜ ମାକୁ ଦଣ୍ଡବତ ହେଲେ। କାହିଁକି? ମାକୁ ଅବମାନନା କରୁଥିଲେ। ଦେଖନ୍ତୁ ଗୋଟେ ବିଚାର କେମିତି। ସାଙ୍ଗେ ସାଙ୍ଗେ ପଚାରିଲେ ତାଙ୍କ ମାଙ୍କୁ, ମା ମନ୍ଥରା କୋଉଠି କି? ମନ୍ଥରା କାହିଁ ଦେଖାଯାଉନି? କୌଶଲ୍ୟା କହିଲେ କଣ ମନ୍ଥରାକୁ ମାରିବ ନା କଣ? କେବଳ ଏତିକି କହିଲେ ସିଏ ଘରେ ସେ ବସି କାନ୍ଦୁଛି, କବାଟ ଫିଟଉନି, ଖାଲି କହୁଛି ହେ ସୀତା ତୁ ଯାହା ଡାକିବୁ ସେ କବାଟ ଫିଟେଇବ, ଆମେ ଡାକିଲେ ଫିଟେଇବ। କବାଟ ବାଡେଇଲେ, ମନ୍ଥରା କିଛି କହିଲାନି। ଡାକିଲେ, ମନ୍ଥରା ତୁ ରାଗିଛୁ? ମୁଁ ବା ତତେ ଦେଖିବାକୁ ଆଇଛି, 14 ବର୍ଷ ପରେ ମୁଁ ଫେରି ଆସିଛି, ତୁ ମତେ ଦେଖିବୁନି? ମନ୍ଥରା କବାଟ ଫିଟେଇ ଦେଲେ, ଲମ୍ବ ହେଇକି ପଡିଗଲେ ରାମଙ୍କ ପାଦ ତଳେ। ମୋରି ପାଇଁ ତୁ 14 ବର୍ଷ ଜଙ୍ଗଲକୁ ଗଲୁ, ତୁ ଆଗେ ମତେ ଆଗେ ବଦ୍ଧ କରିଦେ, ତୋ ଧନୁରେ ମତେ ବଦ୍ଧ କର। ସୀତା ତାଙ୍କୁ କୋଳେଇ ଧରିଲେ,
ଲକ୍ଷ୍ମଣ ତାଙ୍କ ମୁଣ୍ଡ ଆଉଁସି ଦେଲେ। ରାମ ତାଙ୍କୁ ଆଲିଙ୍ଗନ କରି କହିଲେ, ମନ୍ଥରା, ଦୋଷ କାହାର ନାହିଁ, ଶକ୍ତି ନାହିଁ ବତ୍ସ କାହାରି ଜଗତେ ନିୟତିକୁ ନେବ। ଏ ହଉଛି ପବିତ୍ର ରାମାୟଣର ଗୋଟେ ଅଂଶ। ସେଥିପାଇଁ ମୁଁ ନିଜେ ଲେଖିଛି, ସରି ନାହିଁ ରାମା ରାତିରେ ଭଦ୍ରକ ଯିବି। ଆଉ ଏଇ ହଉଛି ମୋର କଥା। ତେଣୁ ମୋର ଯେତେ ପ୍ରୋଗ୍ରାମ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଆପଣମାନେ ମନେ ମନେ ଭାବିବେ ଇଏ ତ ପୁରା କୋଟି କୋଟି ଟଙ୍କା ବୋଧେ ରୋଜଗାର କରୁଥିବ। ଆଉ ବାଟ ଖର୍ଚ୍ଚ ବି କିଏ ଦଉଛି ନେଉଛି ତା ବି ମୁଁ ଜାଣିନି। କିନ୍ତୁ ଆପଣମାନଙ୍କର ସଦା